ସାଇକୋଲୋଜି କହିଥାଏ ଯଦି ଆପଣଙ୍କ ପାଣ୍ଡଟି ଡେଲି ଡେଲି ହଲେଇବା ଦ୍ୱାରା ଛୋଟ ପତଳା ଓ ଢିଲା ପଡ଼ି ଯାଇଛି ବା କେହିବା ସମୟରେ ଜମାରୁ ଠିଆ ହେଉ ନାହିଁ, ତେବେ ଏହି ଗୋଟିଏ ଉପାୟ ନିଶ୍ଚୟ କରନ୍ତୁ। ବଜାରରୁ ଭେସଲିନ୍ ଓ ଜସ୍ମିନ୍ ତେଲ ନେଇ ଆସନ୍ତୁ। ଯେତେବେଳେ ଏହାକୁ ବ୍ୟବହାର କରିବେ ତା ପୂର୍ବରୁ ବାଣ୍ଡଟିକୁ ଭଲ ଭାବରେ ପରିଷ୍କାର କରିନିଅନ୍ତୁ। ପ୍ରଥମେ ପାପୁଲିରେ ଅଳ୍ପ ଭେସଲିନ୍ ନିଅନ୍ତୁ। ଏହାପରେ 2 ବୁନ୍ଦା ଜସ୍ମିନ୍ ତେଲ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ତାପରେ ନିଜ ବାଣ୍ଡ ଉପରେ ଏହାକୁ 5ରୁ 10 ମିନିଟ୍ ଯାଏଁ ହାଲକା ହାତରେ ଧୀରେ ଧୀରେ ମାଲିସ କରନ୍ତୁ। ଏମିତି 15ରୁ 20 ଦିନ ଯାଏଁ ମାଲିସ କରନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ଯେତେବେଳେ ବି ଶାରୀରିକ ସମ୍ପର୍କ ବନାଉଥିବା ସମୟରେ ମହିଳାଙ୍କ ବିଆ ଭିତରକୁ ବାଣ୍ଡଟି ପୁରାଉଛନ୍ତି, ତେବେ ସବୁବେଳେ ଉପର ଆଡ଼କୁ ମୋଡ଼ିକି ପୁରାନ୍ତୁ, କାରଣ ଏହାଦ୍ୱାରା ମହିଳାଙ୍କୁ ଅଧିକ ଘର୍ଷଣ ଅନୁଭବ ହୋଇଥାଏ ଓ ସେହି ମହିଳା ସାଥୀ ସବୁଠାରୁ ଅଧିକ ମଜା ବି ନେଇଥାନ୍ତି ଓ ବହୁତ ଜଲ୍ଦି ସନ୍ତୁଷ୍ଟ ମଧ୍ୟ ହୋଇଥାନ୍ତି। ସାଇକୋଲୋଜି କହିଥାଏ ଯେଉଁ ପୁରୁଷର ତଳ ଅଙ୍ଗ ଅଧିକ ବଡ଼ ହୋଇଥାଏ ତେବେ କେହିବା ସମୟରେ ତାଙ୍କ ମହିଳା ସାଥୀ ଜଲ୍ଦି ସନ୍ତୁଷ୍ଟ ହୋଇଯାଇଥାଏ। ସାଇକୋଲୋଜି କହିଥାଏ ଯେଉଁ ସ୍ତ୍ରୀର ବିହା ଅଧିକ ଚଉଡ଼ା ହୋଇଥାଏ ତେବେ ସେ ସେତେ ଅଧିକ କାମୁକ ମଧ୍ୟ ହୋଇଥାଏ। ସାଇକୋଲୋଜି କହିଥାଏ ଯଦି ବିଛଣା ଉପରେ ଆପଣଙ୍କର ଜଲ୍ଦି ଢିଲା ପଡ଼ିଯାଉଛି ବା ଠିକ୍ ଭାବରେ ଟାଇଟ୍ ହୋଇ ରହୁନାହିଁ ବା ପାଣି ଜଲ୍ଦି ବାହାରି ଯାଉଛି, ତେବେ ଏହି ଉପାୟଟି ନିଶ୍ଚୟ କରନ୍ତୁ। ସଜନା ଗଛର ଶୁଖିଲା ଅଠା ଆଣି ତାକୁ ଭଲ ଭାବରେ ଗୁଣ୍ଡ କରି ନିଅନ୍ତୁ ଓ ଏହାକୁ ଗେହିବାର 30 ମିନିଟ୍ ପୂର୍ବରୁ ଛେପ ସହିତ ମିଶାଇ ନିଜର ବାଣ୍ଡଟି ଉପରେ ଧୀରେ ଧୀରେ ମାଲିସ କରନ୍ତୁ ଓ 20 ମିନିଟ୍ ପରେ ଗେହିବାକୁ ଚାହାନ୍ତୁ। ଏହାଦ୍ୱାରା ଆପଣଙ୍କର ରାତି ସାରା ଟାଇଟ୍ ଓ ଠିଆ ହୋଇ ମଧ୍ୟ ରହିବ। ସାଇକୋଲୋଜି କହିଥାଏ ସବୁ ଜିନିଷ ଭାଗ୍ୟ ଦ୍ୱାରା ମିଳିନଥାଏ, କିଛି ଜିନିଷ ପାଇଁ ଯୋଗ୍ୟ ହେବାକୁ ପଡ଼ିଥାଏ। ସାଇକୋଲୋଜି କହିଥାଏ ତାଙ୍କ ଆଖିରେ କେବେ ବି ଲୁହ ଦିଅନ୍ତୁ ନାହିଁ ଯିଏ ନିଜେ ହାରି ଆପଣଙ୍କୁ ଜିତାଇଛନ୍ତି। ସାଇକୋଲୋଜି କହିଥାଏ ଯେତେବେଳେ କଥା ସ୍ୱାର୍ଥର ହୋଇଥାଏ ତେବେ କଥା ସମସ୍ତଙ୍କର ମିଠା ହୋଇ ଯାଇଥାଏ।